ଆଜି ଆମେ ଶିଖିବା ଯେଉଁ ସୁଭଦ୍ରା ଯୋଜନା ଯେଉଁ ନାଁ କଟିଯାଇଛି ବୋଲି ଯେଉଁ ଏବେ ପେମେଣ୍ଟ ଅଧା ଆସିଛି ଅଧା ଆସିନି। ଆଉ ଯେଉଁମାନେ କଟିଯାଇଛି ନା ତାଙ୍କର ଆକ୍ଚୁଆଲି ନାଁ ଅଛି ନା ନାହିଁ ସେଇଟା ଆମେ ଚେକ୍ କରିବା ନିଜ ଫୋନ୍ରେ। କୌଣସି CSC ସେଣ୍ଟର ହେଉ କି କୌଣସି ଜନସେବା କେନ୍ଦ୍ର ହେଉ ମୋ ସେବା କେନ୍ଦ୍ର ହେଉ କୁଆଡ଼େ ଯିବା ଦରକାର ନାହିଁ। ଆପଣ ନିଜ ଫୋନ୍ରେ ଆପଣ ନିଜେ ଚେକ୍ କରିପାରିବେ। ଆପଣଙ୍କର ନିଜ ଆଧାର କାର୍ଡ଼ ନମ୍ବର ଦେଇକି ନିଜେ ଚେକ୍ କରିପାରିବେ। ଚାଲନ୍ତୁ ଆମେ ଡେରି ନକି ଦେଖିବା ଡାଇରେକ୍ଟ କେମିତି ଆମେ ଚେକ୍ କରିପାରିବା ନା ଅଛି ନା ନାହିଁ। ଆପଣଙ୍କ ଯେକୌଣସି ଗୋଟେ କ୍ରୋମ୍ ବ୍ରାଉଜର୍ ଓପନ୍ କରନ୍ତୁ। ଆପଣ ଲ୍ୟାପଟପ୍ ହେଉ କି ଫୋନ୍ରେ ହେଉ ନିଜ ଫୋନ୍ରେ କଲେ ବି କରିପାରିବେ, ସେମିତି କିଛି ନାହିଁ। ଦେଖିଦିଅନ୍ତୁ ଆପଣ ଯେକୌଣସି କ୍ରୋମ୍ ବ୍ରାଉଜର୍ ଓପନ୍ କରନ୍ତୁ। ଚାଲନ୍ତୁ ମୁଁ ଗୋଟେ କ୍ରୋମ୍ ବ୍ରାଉଜର୍ ଯାଉଛି। ଏଠି ଟାଇପ୍ କରନ୍ତୁ ସୁଭଦ୍ରା ଯୋଜନା। ଠିକ୍ ଅଛି, ସୁଭଦ୍ରା ଯୋଜନା। ଏଠି ଫାର୍ଷ୍ଟ ଯେଉଁ ଆସୁଛି ସୁଭଦ୍ରା ଯୋଜନା ତା ଉପରେ କ୍ଲିକ୍ କରନ୍ତୁ। ମୁଁ କ୍ଲିକ୍ କଲି। କ୍ଲିକ୍ କଲା ପରେ ଏଠି ବହୁତ ସାରା ଅପସନ୍ ଆସିଯିବ। ଦେଖନ୍ତୁ ଏଠି ଆପଣଙ୍କର ଅଭିଯୋଗ ଚାହିଁଲେ ଅଭିଯୋଗ ଦେଇପାରିବେ, ହିତାଧିକାର ତାଲିକା ସେଇଟା ଚାହିଁଲେ ଦେଇପାରିବେ। ଆପଣ ସବୁ କିଛି କରିପାରିବେ। ଏରା ବ୍ୟାଙ୍କ ଆକାଉଣ୍ଟ ସଚଳ କିମ୍ବା ଅପଡ଼େଟ୍ ଆବଶ୍ୟକ ତା ତାଲିକା ଦେଖିପାରିବେ, ଯେଉଁ ଆପଣ ଯେଉଁ ରିକ୍ୱେଷ୍ଟରୁ ପଠାଇଥିବେ ସେଇଟା। ଠିକ୍ ଅଛି, ଆବେଦନ ପ୍ରକ୍ରିୟା ସବୁ ଜିନିଷ ଦେଖିପାରିବେ। ତ ଆମେ ବର୍ତ୍ତମାନ ଦେଖିବା ଯେ ଆମେ ଏଠି ହେଲ୍ପ ଯଦି ଆପଣ କିଛି ପ୍ରୋବ୍ଲେମ୍ ହେଉଛି ଆମକୁ ଡାଇରେକ୍ଟ ଏଇ ନମ୍ବରରେ ବି କଲ୍ କରିକି ମାନେ କଥା ହେଇକି ଜଣାଇ ପାରିବେ। ସିଏ ବି ଆପଣଙ୍କୁ କିଛି କହିପାରିବେ। ତ ଆମେ ଜାଣିବା ଯେ ଆମ ନାଁଟା କଟିଛି ନା ଅଛି, ଆମେ ସେଇଟା ଚେକ୍ କରିବା। ତ ଆମେ ଏଠି ଲେଖା ଅଛି ଅଧିକାରୀଙ୍କ ଲଗ୍ଇନ୍, ଯେଉଁଟାକି CSC ସେଣ୍ଟର ହେଉ ମୋ ସେବା କେନ୍ଦ୍ର ହେଉ ତାଙ୍କ ଲଗ୍ଇନ୍ କରିବେ। କିନ୍ତୁ ଆମେ ନିଜେ ଦେଖିବା, ଆମେ ନିଜେ ଗୋଟେ ବେନିଫିସିଆରୀ ହିସାବରେ ଦେଖିବା। ତ ଆବେଦନ ସ୍ଥିତି ଯେଉଁ ଲେଖା ଅଛି ତା ଉପରେ କ୍ଲିକ୍ କରନ୍ତୁ। ମୁଁ କ୍ଲିକ୍ କଲି। ଆପଣଙ୍କର ଆଧାର କାର୍ଡ଼ ନମ୍ବରଟା ଦିଅନ୍ତୁ। ଆମ କଷ୍ଟମର ଯିଏ ଅଛନ୍ତି ତାଙ୍କ ଆଧାର କାର୍ଡ଼ ନମ୍ବର ଦେଉଛି, ଯାଇକି ମୋ ଆଧାର କାର୍ଡ଼ ନମ୍ବରଟା ହେଲା, ମୁଁ ଯେହେତୁ ସିକ୍ୟୁରିଟି ହିସାବରେ ସେଥିପାଇଁ ମୁଁ ଏଇଟାକୁ ହାଇଡ଼୍ କରିଦେଉଛି। ଆପଣ ଯାହା ଆଧାର କାର୍ଡ଼ ନମ୍ବର ଅଛି ସେଇ ଆଧାର କାର୍ଡ଼ ନମ୍ବର ଟାଇପ୍ କରନ୍ତୁ। ଟାଇପ୍ କଲା ପରେ ଯେଉଁ ଲେଖା ହେଇଛି ଚେକ୍ ବକ୍ସ ମାନେ ତା ଉପରେ କ୍ଲିକ୍ କରନ୍ତୁ। ମୁଁ OTP ମାଧ୍ୟମରେ ଆଧାରିତ ସବୁ ମାନେ ଏଇଟା ଯେଉଁ ଯାହା ଦିଆହେଇଛି ତା ଉପରେ କ୍ଲିକ୍ କରିଦିଅନ୍ତୁ। ଆପଣ ଯଦି ପଢ଼ିବା ପାଇଁ ପଢ଼ିପାରିବେ। ଆପଣ ଲଗ୍ଇନ୍ ଉପରେ କ୍ଲିକ୍ କରନ୍ତୁ। ଆପଣଙ୍କ ଆଧାର କାର୍ଡ଼ରେ ଗୋଟେ OTP ଆସିବ, ସେ OTPଟାକୁ ଏଠି ଟାଇପ୍ କରନ୍ତୁ। ଠିକ୍ ଅଛି, ସେଣ୍ଡ ହେଇଗଲା OTPଟା। ଗୋଟେ OTP ଆସିଲା, ସେ OTPଟା ଟାଇପ୍ କରନ୍ତୁ। ମୁଁ OTPଟା ଟାଇପ୍ କରିକି ଲଗ୍ଇନ୍ ଉପରେ କ୍ଲିକ୍ କରିଦେଲି। ତ ବର୍ତ୍ତମାନ ଆମର ଆସିଗଲା ଟୋଟାଲ୍ ହିଷ୍ଟ୍ରି ଆସିଗଲା। ଠିକ୍ ଅଛି, ମୁଁ ଆପଣଙ୍କୁ ଦେଖାଇ ଦେଉଛି। ଏଇଟା KYC କମ୍ପ୍ଲିଟ୍ ଦେଖନ୍ତୁ ଏଇଠି। ଠିକ୍ ଅଛି, KYC କମ୍ପ୍ଲିଟ୍ ସବୁକିଛି ଠିକ୍ ଅଛି, ମାନେ ନାଁ କଟି ନାହିଁ। ଆପଣଙ୍କର ସବୁକିଛି ଠିକ୍ ଠାକ୍ ଅଛି। ଆଉ ସବୁ ଠିକ୍ ଅଛି, କିନ୍ତୁ ଯେଉଁ ଆମର ପ୍ରୋବ୍ଲେମ୍ ହେଇଛି, ଯେଉଁ ଆମର ଯେଉଁ ରାସନ କାର୍ଡ଼ ଯେଉଁ IT ଫାଇଲ୍ କଲେ କି ଆମର ଯେଉଁ ଧାନ ମଣ୍ଡିର ଧାନ ଅଧିକ ଦେଇଥିଲେ, ଆପଣ ମାନେ କିଛି ନଥିଲେ ବି ଧାନ ମଣ୍ଡିରେ ଅଧିକ ଧାନ ଦେଇଛନ୍ତି, ତାହେଲେ ସେଇଟା ବି ତାଙ୍କ ପାଖକୁ ପଳାଉଛି, ଯେଉଁଟାକି ସେଇଟା 1 to 1 ସର୍ଭେ ହେବ। ସର୍ଭେ ହେଲା ପରେ ଦେଖିବେ ଆକ୍ଚୁଆଲି କିଏ ଯୋଗ୍ୟ ବା କିଏ ଅଯୋଗ୍ୟ, ତାକୁ ଦେଖିକି ସେଇଟା ପୁଣି ଆପଣଙ୍କୁ ଦେବେ। ତ ଆପଣ ଦେଖିପାରିଲେ ଏମିତି ଆପଣ ନିଜ ଫୋନ୍ରେ ନିଜେ ଦେଖିପାରିବେ ନିଜର ନାଁ ଅଛି ନା ନାହିଁ। ହଉ, ଯଦି ଭିଡ଼ିଓ ଠିକ୍ ଲାଗୁଛି, ଭଲ ଲାଗୁଛି, ଲାଇକ୍ କରିବେ। ମୋ ନୂଆ ଚ୍ୟାନେଲ୍ ଏଇଟା, ସେଥିପାଇଁ କମ୍ ଭିଡ଼ିଓ ଆସୁଛି। ମୁଁ ଏଇଟା ଫାର୍ଷ୍ଟ ଟାଇମ୍ ଖୋଲିଛି। ଆଉ ତ ଯଦି ଭଲ ଲାଗୁଛି, ମୋ ନିଜର CSC ସେଣ୍ଟର ଜନସେବା କେନ୍ଦ୍ର ସବୁ ଅଛି ମୋ ପାଖରେ, ID ମଧ୍ୟ ଅଛି। ଆପଣ ଆଗକୁ ଦେଖିବେ ସବୁ ଭଲ ଭଲ ଭିଡ଼ିଓ ମୁଁ ଦେଖେଇବି ଆପଣଙ୍କୁ। ଯଦି ଭଲ ଲାଗିଲା ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, ଚ୍ୟାନେଲକୁ ଯଦି ହେବ ସେୟାର ବି କରିବେ ନିଜ ସାଙ୍ଗସାଥି ପାଖକୁ। ଆଗକୁ ଆହୁରି ଭଲ ଭଲ ଭିଡ଼ିଓ ଦେଖିବେ ଆପଣ। ଠିକ୍ ଅଛି, ରହୁଛି। ଜୟ ଜଗନ୍ନାଥ।